ହ୍ୟାଲୋ ଏଭ୍ରିୱାନ୍, ଯେହେତୁ ଆୟୁଷ୍ଙ୍କର ବାର୍ଥଡେ ଥିଲା ସେଥିପାଇଁ ଆମେ ଦୁଇ ଜଣ ବାହାରି ପଡ଼ିଲୁ ମନ୍ଦିର ଯିବା ପାଇଁ। ଖରା ତ ଏତେ ଜୋରରେ ହେଉଥିଲା, ଆମକୁ ବି ଯିବାର ଥିଲା ବହୁତ ଦୂର ବାଟ। ତ ଆମେ ଯାଇକି ଫାଷ୍ଟ ପହଞ୍ଚିଗଲୁ ଇସ୍କନ୍ ମନ୍ଦିରରେ। ଆମକୁ ବାସ୍ ଫୋନ୍ଟା ଆଲାଉ ନଥିଲା ଭିତରକୁ, ସେଇ ଅଳ୍ପ ପର୍ଯ୍ୟନ୍ତ ଆଲାଉ ଥିଲା, ଆଉ ଭିତରକୁ ଆଲାଉ ନଥିଲା। ସେଥିପାଇଁ ମୁଁ ଭିଡ଼ିଓ କରିପାରିଲିନି। ସେଠି ଦର୍ଶନ ସାରିକି ଆମେ ସାଙ୍ଗେ ସାଙ୍ଗେ ବାହାରି ଆସିଲୁ ଜଗନ୍ନାଥ ମନ୍ଦିର। ଫାଷ୍ଟ ପଡ଼ିବ ଜଗନ୍ନାଥ, ତା ମନ୍ଦିର, ତାପରେ ଇସ୍କନ୍ ମନ୍ଦିର। ଆମେ ଇସ୍କନ୍ ମନ୍ଦିରକୁ ଫେରିକି ଜଗନ୍ନାଥ ମନ୍ଦିର ପଳେଇ ଆସିଲୁ। ତ ଦେଖନ୍ତୁ ଆସି ପହଞ୍ଚିଗଲୁ। ଆମେ ଠିକ୍ ସମୟରେ ଆସି ପହଞ୍ଚି ଯାଇଛୁ। ସେତେବେଳେ ମଧ୍ୟାହ୍ନ ଆଳତି ଚାଲିଥିଲା। ତ ସେଠୁ ଜଣେ କହିଲେ କି ତଳେ ଫେଣି ମିଳୁଛି, ଆମେ ଫେଣି ନେଇ ଆସିଲୁ ପ୍ରସାଦ ଲଗାଇବା ପାଇଁ। ତାପରେ ଆଳତି ଆରମ୍ଭ ଆଳତି ସରିଲା ପରେ ଆମେ ଖାଇବାକୁ ପଳେଇଲୁ। ସେଠି ବହୁତ ସୁନ୍ଦର ପ୍ରସାଦ ମିଳେ। ପ୍ରସାଦ ଖାଇକି ଆସିଲା ପରେ ବହୁତ ଗରମ ହେଉଥିଲା, ପଇଡ଼ ଟିକେ ପିଇକି ଫେରିଲୁ ଘରକୁ।